ଗୋପ ବ୍ଲକରେ ଭିନ୍ନକ୍ଷମମାନଙ୍କୁ ସହାୟତା ଉପକରଣ ପ୍ରଦାନ ପାଇଁ ଚୟନ ଶିବିର ଅନୁଷ୍ଠିତ। ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ସମିତି ଗୋପ ଦ୍ୱାରା ALIMOC ତରଫରୁ ଭିନ୍ନକ୍ଷମମାନଙ୍କୁ ସହାୟତା ଉପକରଣ ଯୋଗାଇ ଦେବା ପାଇଁ ଏକ ଚୟନ ଶିବିର ଗୋପ ବ୍ଲକ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗତ ବୁଧବାର ପୂର୍ବାହ୍ନ 10 ଘଣ୍ଟିକାଠାରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ମୋଟ 210 ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ପୋଲିଓ ରୋଗୀ 20 ଜଣ ଥିବାବେଳେ 150 ଜଣ ବିକଳାଙ୍ଗ ବ୍ୟକ୍ତି ଥିଲେ। 20 ଜଣ କାନ ଖରାପ ବ୍ୟକ୍ତି ଏବଂ 20 ଜଣ ଆଖି ଖରାପ ବ୍ୟକ୍ତିଙ୍କୁ ସହାୟତା ଉପକରଣ ପ୍ରଦାନ ପାଇଁ ଚୟନ କରାଯାଇଥିଲା। ଶରୀରର 80 ଭାଗ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ବ୍ୟାଟେରୀ ଚାଳିତ ଟଲି ରିକ୍ସା, 3 ଚକିଆ ସାଇକେଲ, ଶ୍ରବଣ ଯନ୍ତ୍ର, ଚଷମା, ହ୍ୱିଲ୍ ଚେୟାର ଆଦି ଉପକରଣ ପ୍ରଦାନ ପାଇଁ ପଞ୍ଜୀକୃତ କରାଯାଇଛି। ଏହି ଶିବିରକୁ ATH ରକ୍ସ ପରିବାର ଓଡ଼ିଶା ପକ୍ଷରୁ ପରିଚାଳନା କରାଯାଇଥିଲା। ମହିଳା ଶାଖା କୋଷାଧ୍ୟକ୍ଷା ସରୋଜିନୀ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ମହିଳା ଶାଖା ପୁରୀ ଜିଲ୍ଲା ସଭାନେତ୍ରୀ ଜୟଶ୍ରୀ ପାତ୍ର, ସରିତା ମହାପାତ୍ର, ରମାକାନ୍ତ ସାହୁ, ରୁଦ୍ରପ୍ରସାଦ ପଣ୍ଡା, ମାନସ ପଣ୍ଡା, ଅଶୋକ ବାବୁ ପ୍ରମୁଖ ଯୋଗଦେଇ ଏହି ଶିବିରକୁ ପରିଚାଳନା କରିଥିଲେ। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ, LKTV।